ପିଲାମାନେ ତମମାନଙ୍କର ବର୍ତ୍ତମାନ ନବମ କ୍ଲାସ ଶେଷ ହେବାକୁ ଗଲା। କ'ଣ ହେବାକୁ ଗଲା? ଫାଇନାଲି କ'ଣ ହେବ? ଶେଷ ହେଇଯିବ। ଆଉ କିଛି ଦିନ ରହିଲା ତମମାନଙ୍କର କ'ଣ ଗୋଟେ ଆନୁଆଲ ଏକ୍ଜାମ ହେବ ଆଣ୍ଡ ତମମାନଙ୍କର କ'ଣ ହେଇଯିବ? ପରୀକ୍ଷାଟି ଶେଷ ହେଇଗଲା ପରେ ତମମାନେ ଏଣ୍ଟ୍ରି କରିଯିବ କେଉଁ କ୍ଲାସକୁ? ଦଶମ କ୍ଲାସକୁ ଏଣ୍ଟ୍ରି କରିଯିବ। ୟେସ୍ ଅର୍ ନୋ? ୟେସ୍। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଆମେ ମ୍ୟାଥର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ସ କ'ଣ କ'ଣ ପଢ଼ିକି ଯିବା, ଯେଉଁଟାକି ତମମାନଙ୍କର ପିଲାମାନେ କ'ଣ ଆନୁଆଲ ଏକ୍ଜାମରେ ବା ତମମାନଙ୍କର ପିଲାମାନେ ବାର୍ଷିକ ପରୀକ୍ଷାରେ ଆସିବାର ଚାନ୍ସେସ୍ କ'ଣ ବହୁତ କିଛି ଅଛି, ବହୁତ କିଛି ଅଛି। ଏଇ ତମମାନଙ୍କୁ ମୁଁ ଜାଣିଛି 9th କ୍ଲାସର ପ୍ରେସର ମୁଣ୍ଡରେ ଜମା ନଥାଏ, ଥାଏ କି ପିଲାମାନେ? ନଥାଏ ନା। 9th କ୍ଲାସର ଟେନସନ ବା ପ୍ରେସର ଜମା ବି କ'ଣ ଥାଏ? ମୁଣ୍ଡରେ ନଥାଏ। କିନ୍ତୁ ମୁଁ ଯେତକ ଭଲ ପିଲା ଅଛ ନା, ଯେତକ 90% ହୋପ୍ ରଖିଛ ଆମେ କ'ଣ ରଖିବୁ? 10th କ୍ଲାସରେ ରଖିବୁ। ମୁଁ ପର୍ଟିକୁଲାର ତମମାନଙ୍କ ପାଇଁ ହିଁ କହୁଛି, ତମମାନଙ୍କ ପାଇଁ ହିଁ କହୁଛି। ମୁଁ ଜାଣିଛି ତମମାନଙ୍କର ପିଲାମାନେ କ'ଣ ଥିବ, ଏବେ କ'ଣ ଗୋଟେ ଟେନସନ୍ ଆସିଯିବଣି ହେଲା, ଟେନସନ୍ଟା ନିହାତି ଭାବେ ଆସିଯିବଣି। ଆଉ ଆମେ କ'ଣ ପଢ଼ିକି ଯିବା, କ'ଣ ଛାଡ଼ିବା? 9th କ୍ଲାସରେ ମ୍ୟାଥମେଟିକ୍ସର ବହୁତ ସିଲାବସ୍ ଅଛି, ଭାଷ୍ଟ ସିଲାବସ୍ ଆମର ପିଲାମାନେ। ସବୁଯାକ ପୋର୍ସନକୁ ଆମେ ଶେଷ କରିବା ମେ ବି ପସିବୁଲ୍ ନୁହଁ ହେଲା। କ'ଣ କ'ଣ ପଢ଼ିବା, କ'ଣ କ'ଣ ପଢ଼ିବା? ପ୍ରଥମ କଥା ହେଲା ପିଲାମାନେ, ଆନୁଆଲ ଏକ୍ଜାମଟି ଦେବା ପୂର୍ବରୁ ପିଲାମାନେ ଦେବା ପୂର୍ବରୁ ପ୍ରଥମ ଜିନିଷ ହେଲା ତମମାନଙ୍କର ପିଲାମାନେ ସବୁଯାକ କନସେପ୍ଟ ତମମାନଙ୍କର କ୍ଲିୟର କରିବାର ଅଛି। ସବୁଯାକ କନସେପ୍ଟ ପିଲାମାନେ ତମମାନଙ୍କର କ୍ଲିୟର କରିବାର ଅଛି। ମୁଁ କେଉଁ କନସେପ୍ଟ କହୁଛି ପର୍ଟିକୁଲାର? ମୁଁ ଯଦି କହିବି ତମକୁ ଆଲଜେବ୍ରାର ସବୁଯାକ ଫର୍ମୁଲା, କ'ଣ କହିବି ପିଲାମାନେ? ସବୁଯାକ ପିଲାମାନେ ଫର୍ମୁଲା, ଯେତକ ବି ଫର୍ମୁଲା ଅଛି, ଏନି ପୋର୍ସନ ଯେତକ ବି ଫର୍ମୁଲା ଅଛି, ଆଉ ଯେତକ ବି କନସେପ୍ଟ ଅଛି, ତମମାନଙ୍କର ସାମ୍ୟବତା ହେଇଗଲା ପିଲାମାନେ, ପରିସଂଖ୍ୟାନ ହେଇଗଲା, ଷ୍ଟାଣ୍ଡାର୍ଡ ହେଇଗଲା, ବୁଝିପାରୁଛ? ସବୁ ଯାକ ପିଲାମାନେ କ'ଣ ମନେ ରଖ? କନସେପ୍ଟ ମନେ ରଖ। ତ୍ରିକୋଣମିତି ହେଇଗଲା, ପରିମିତିର ସବୁଯାକ ଫର୍ମୁଲା, ଇଭେନ୍ ଯଦି ମୁଁ କହିବି କ'ଣ ଆସିଗଲା, ତମର ତ୍ରିଭୁଜ ହେଇଗଲା, ତ୍ରିଭୁଜ ସାଦୃଶ୍ୟ, ଚତୁର୍ଭୁଜ, ଯାହା ବି ତମମାନଙ୍କର ଅଛି ନା, ଯାହା ବି ତମମାନଙ୍କର ଅଛି, ସବୁ ଜାଗାରେ କ'ଣ ମନେ ରଖ ପିଲାମାନେ? ବେସିକ୍ କନସେପ୍ଟ ଆଟଲିଷ୍ଟ କ'ଣ ଥରେ ୱାନ୍ସ ଖାଲି ରିଡ଼ିଂ କରିଦିଅ। କାହିଁକି ନା ତମମାନଙ୍କ ପିଲାମାନେ 10th କ୍ଲାସ ପାଇଁ ନିହାତି ଜରୁରୀ। 10th କ୍ଲାସ ପାଇଁ ପିଲାମାନେ ନିହାତି ଜରୁରୀ। ସ୍କିପ୍ କରନି ଏଇ ପୋର୍ସନଟାକୁ ପିଲାମାନେ, ନିହାତି ଭାବେ କ'ଣ କର? କନସେପ୍ଟଟାକୁ ପଢ଼ିକି ଯାଅ। ନହେଲେ ଦଶମ କ୍ଲାସରେ ଗଲା ପରେ ନା ତମମାନଙ୍କର ପ୍ରଥମ ମାନେ ପ୍ରୋବ୍ଲେମ୍ ହେବ କ'ଣ? ତମମାନଙ୍କୁ କନସେପ୍ଟ କ'ଣ କେଉଁ ଟିଚର ତମକୁ ଠିକ୍ସେ ବୁଝେଇବେନି। ନବମ କ୍ଲାସ କନସେପ୍ଟକୁ କେହି ଦଶମ କ୍ଲାସରେ କ'ଣ ପୁଣି ଥରେ ମୂଳରୁ ବୁଝେଇବେନି। ତେଣୁ ତମମାନଙ୍କୁ ପିଲାମାନେ ପ୍ରଥମ କଥା ହେଲା କନସେପ୍ଟଟାକୁ କ'ଣ ଆଟଲିଷ୍ଟ ଭଲସେ ଆମକୁ କମ୍ପ୍ଲିଟ୍ କରିବାର ଅଛି। ନେକ୍ସଟ ହେଲା ପିଲାମାନେ କ'ଣ, ମୁଁ ଯେତେକ ଫର୍ମୁଲା ଅଛି ସବୁ ଜାଗା ଆମେ କ'ଣ କରିବା? ମନେ ରଖିବା। ଇମ୍ପୋର୍ଟାଣ୍ଟ ମୁଁ କହୁନି ତମକୁ, ମୁଁ କ'ଣ କହୁଛି ଫର୍ମୁଲା ଆଉ କନସେପ୍ଟ ମୁଁ କହିଲି। ନେକ୍ସଟ ହେଲା ଇମ୍ପୋର୍ଟାଣ୍ଟ କଥା ଯଦି ତୁମକୁ ମୁଁ କହିବି ପିଲାମାନେ, ଇମ୍ପୋର୍ଟାଣ୍ଟ କଥା କହିବି ତମକୁ ମୁଁ କହିଛି ମ୍ୟାଥ୍ ଇମ୍ପୋର୍ଟାଣ୍ଟ। ତ ଏଠି ମୁଁ ତମକୁ କେବଳ ପିଲାମାନେ ଜୋମେଟ୍ରିର କ'ଣ କରିବି? ଇମ୍ପୋର୍ଟାଣ୍ଟ ଦେଇଦେବି। କେବଳ ଜୋମେଟ୍ରି ସେକ୍ସନର ପିଲାମାନେ, ଜୋମେଟ୍ରି ସେକ୍ସନର ଯେତକ ବି ଇମ୍ପୋର୍ଟାଣ୍ଟ ଅଛି ତମକୁ ମୁଁ ଏଇ ସେକ୍ସନ ଦେବି। ଆଉ ଗୋଟେ ସେକ୍ସନ ତମକୁ ଭିଡ଼ିଓ କରିବି, ଯୋଉଠି ଆମକୁ କ'ଣ କରିବା? ଆଲଜେବ୍ରାର ଡିସ୍କସନ କରିବା। ଓକେ, ଇମ୍ପୋର୍ଟାଣ୍ଟ କଥା ଯଦି ମୁଁ କହିବି, ଓଭରଅଲ୍ କଥା ମୁଁ ଯଦି କହିବି, ସବୁ ଯାକ ଜିନିଷ ପାଇଁ ଯଦି ମୁଁ କହିବି, ତାହେଲେ କ'ଣ କରିବ? ତମମାନଙ୍କର ଯେଉଁ ଟେଷ୍ଟ ପେପର ଅଛି ନା, କ'ଣ ପେପର ଅଛି? ତମମାନଙ୍କର ଯେଉଁ ଟେଷ୍ଟ ପେପର ଅଛି ପିଲାମାନେ, ତ ସେଇ ଟେଷ୍ଟ ପେପର ଦେଖିବ ତମମାନଙ୍କର ଯେଉଁ ମଡେଲ କ୍ୱେଶ୍ଚିନ୍ ପେପର ଅଛି ହେଲା, ମଡେଲ ପେପର ସବୁ ଅଛି, ସେଟ୍ ସବୁ ଅଛି ହେଲା। ଯେତକ ପିଲାମାନେ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ସ କ'ଣ ପିଲାମାନେ ବାର୍ଷିକ ପରୀକ୍ଷାରେ ଆସି ସାରିଛି, ତାକୁ ପିଲାମାନେ କ'ଣ କର? ପ୍ରାକ୍ଟିସ୍ କରିଯାଅ। କେବଳ ପିଲାମାନେ ତାକୁ ହିଁ କ'ଣ କର? ପିଲାମାନେ ପ୍ରାକ୍ଟିସ୍ କରିଯାଅ। ତମମାନଙ୍କ ପିଲାମାନେ କ'ଣ ହେଉଛି ନା, ତମମାନଙ୍କର ଆନୁଆଲ ଏକ୍ଜାମରୁ ନା ସବୁ ଯାକ କ୍ୱେଶ୍ଚିନ୍ ତମର କ'ଣ ହେଉଛି? ଯେତକ ବି କ୍ୱେଶ୍ଚିନ୍ସ ତମର କ'ଣ ହେଉଛି ପିଲାମାନେ, ସେଥିରୁ କ'ଣ ହେଉଛି ପିଲାମାନେ ରିପିଟ୍ ହେଇକି ଆସୁଛି। କ'ଣ ହେଉଛି? ରିପିଟ୍ ହେଇକି ଆସୁଛି। ତେଣୁ ସ୍ମାର୍ଟ ଷ୍ଟଡିରେ ପାଠ ପଢ଼, ଅଧିକ ହାର୍ଡୱାର୍କ କରିବାକୁ ଆମ ପାଖରେ ସମୟ ନାହିଁ। ଗୋଟେ ଦିନ ଏକ୍ଜାମ ପାଇଁ ତମ ଗ୍ୟାପ୍ ହେଉଛି ହେଲା। ତ ସେଥିପାଇଁ କ'ଣ କରିବ? ଆଟଲିଷ୍ଟ ତମମାନଙ୍କ ପାଖରେ ଯେତିକି ଯେକୌଣସି ଟେଷ୍ଟ ପେପର ଅଛି, ତ ସେଇ ଟେଷ୍ଟ ପେପରକୁ କ'ଣ କର? ଫଲୋ କର। ଫଲୋ କରିକି ତମମାନଙ୍କ ପଛରେ ଯେତକ କ'ଣ ଅଛି ମଡେଲ କ୍ୱେଶ୍ଚିନ୍ ପେପର ଅଛି, ବା ଯେତକ ପରୀକ୍ଷା ସମ୍ଭବତଃ ପ୍ରଶ୍ନ ଉତ୍ତର ଅଛି, କିମ୍ବା ଯେତକ ପ୍ରିଭିୟସ୍ ଆମର କ'ଣ ପୂର୍ବ ବର୍ଷ ଯେତକ ପ୍ରଶ୍ନ ଆମ ନବମ କ୍ଲାସ ବାର୍ଷିକ ପରୀକ୍ଷାରେ ପଢ଼ି ସାରିଛି, ତାକୁ ହିଁ ପିଲାମାନେ କ'ଣ କର? କେବଳ ପ୍ରାକ୍ଟିସ୍ କରିକି ଯାଅ। ତମମାନଙ୍କର 100% କ'ଣ ହେଇଯିବ? ସେଥିରୁ ବାଜିଯିବ। ସେଥିରୁ ହିଁ ସବୁ ଯାକ କ୍ୱେଶ୍ଚିନ୍ସ କ'ଣ ବାଜିଯିବ। ବୁଝିପାରିଲ ପିଲାମାନେ? ଆଉ ତମକୁ ଯଦି ମୁଁ କହିବି ପିଲାମାନେ, ତମମାନଙ୍କର ଯେତକ ବି ଅନୁଶୀଳନ ଅଛି ବା ଏକ୍ସରସାଇଜ ଅଛି, ଯେତକ ବି ପିଲାମାନେ ଏକ୍ସରସାଇଜ ଅଛି, ଏକ୍ସରସାଇଜରୁ ପିଲାମାନେ ବାଛି ପିଲାମାନେ ଇମ୍ପୋର୍ଟାଣ୍ଟ ନମ୍ବର ବାଛି ଦେଖିବ ତମଙ୍କର ଏଠି ଯେତେବେଳେ ରିପିଟ୍ ହେଇଛି ହେଲା, ତମକୁ ଲାଗିବନି ଆମେ ଗୋଟେ ଅନୁଶୀଳନୀ କ'ଣ ପଢୁଛେ, ସେ ଅନୁଶୀଳନୀ ତମକୁ ଜଣା ପଡୁଛି ନା ପଡୁନି? ଏଇଟା ଆମ ପାଇଁ ଇମ୍ପୋର୍ଟାଣ୍ଟ ନମ୍ବର ହେବ। ବାସ୍ ସେଇ ନମ୍ବରଟାକୁ କ'ଣ କର? ପ୍ରାକ୍ଟିସ୍ କରିଯାଅ। ଇମ୍ପୋର୍ଟାଣ୍ଟ ନମ୍ବର ହିଁ କେବଳ କ'ଣ କରିଯାଅ ପିଲାମାନେ? ପ୍ରାକ୍ଟିସ୍ କରିଯାଅ। ସବୁ ଯାକ ଭେରାଇଟିର କ୍ୱେଶ୍ଚିନ୍ସ ପିଲାମାନେ କ'ଣ ଚେଷ୍ଟା କରିବ ପ୍ରାକ୍ଟିସ୍ କରିଯିବାକୁ। ଗୋଟେ ଭେରାଇଟିର କ୍ୱେଶ୍ଚିନ୍ସ ପ୍ରାକ୍ଟିସ୍ କରିକି 10-15ଟା ଲାଭ କିଛି ନାହିଁ। ଗୋଟେ ଭେରାଇଟିର କ୍ୱେଶ୍ଚିନ୍ସ ଯଦି ଥରେ ପ୍ରାକ୍ଟିସ୍ କଲ, ଆଉ ପ୍ରାକ୍ଟିସ୍ କରିବା କିଛି ଦରକାର ନାହିଁ। ତେଣୁ ସବୁ ଭେରାଇଟିର କ୍ୱେଶ୍ଚିନ୍ସ କ'ଣ କର? ପ୍ରାକ୍ଟିସ୍ କର। ଡିଫରେଣ୍ଟ ଭେରାଇଟିର କ୍ୱେଶ୍ଚିନ୍ସ କ'ଣ କର? ପ୍ରାକ୍ଟିସ୍ କରିଯାଅ। ଏବେ ତମକୁ ମୁଁ କ'ଣ କହିବି ପିଲାମାନେ? ଜୋମେଟ୍ରି ପାଇଁ କହିବି। ଜୋମେଟ୍ରିରେ ଆମର ଆସିଗଲା ପିଲାମାନେ ତ୍ରିକୋଣମିତି ହେଲା। ତମର ତ୍ରିକୋଣମିତି ଆସିଗଲା। ନେକ୍ସଟ କ'ଣ ଆସିଗଲା ପିଲାମାନେ? ପରିମିତି ଆସିଗଲା। କ'ଣ ଆସିଗଲା? ପରିମିତି ଆସିଗଲା। ମୁଁ ଲେଖି ଦେଉଛି ଟିକେ ପିଲାମାନେ ଏଠି। ତମମାନଙ୍କର ଜୋମେଟ୍ରି ସେକ୍ସନ ପିଲାମାନେ କ'ଣ ଆସିଯାଉଛି?
ତ୍ରିକୋଣମିତି ଆସି ଯାଉଛି। ନେକ୍ସଟ କଣ ଆସୁଛି ପିଲାମାନେ ତମର ପରିମିତି ଆସୁଛି। କଣ ଆସୁଛି ପିଲାମାନେ ପରିମିତି ଆସି ଯାଉଛି। ନେକ୍ସଟ କଣ ଆସୁଛି ପିଲାମାନେ ତମର ରିଡକ୍ସନ ଆସି ଯାଉଛି। କଣ ଆସୁଛି ପିଲାମାନେ ରିଡକ୍ସନ ଆସି ଯାଉଛି। ନେକ୍ସଟ କଣ ଆସୁଛି ପିଲାମାନେ ଉପପାଦ୍ୟ ଆସୁଛି। କଣ ଆସୁଛି ଉପପାଦ୍ୟ ଆସୁଛି। ଆଉ କଣ ଆସୁଛି ତମର ପିଲାମାନେ ଏଠି ଆସିଗଲା ଅଙ୍କନ ଆସିଗଲା। କଣ ଆସିଗଲା ଅଙ୍କନ ଆସିଗଲା। ତ ଏମାନଙ୍କର ସବୁ ଯାକ ମୁଁ ତମକୁ ଇମ୍ପୋର୍ଟାଣ୍ଟ କିଛି କ୍ୱେଶ୍ଚିନ୍ସ କହିବି। ତମମାନେ ଖାଲି କଣ କର ପିଲାମାନେ ଏକୁ ହିଁ ଖାଲି ଦେଖିକି ଯାଅ। ତମକୁ ପିଲାମାନେ ପରୀକ୍ଷା ହଲରେ ଆରାମସେ ବାଜିଯିବ। ଆରାମସେ ବାଜିଯିବ ପିଲାମାନେ। ୟା ପାଇଁ ଜମା ଟେନସନ ନେବା କିଛି ଦରକାର ନାହିଁ ହେଲା। ଗୋଟେ ଭେରି 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 ଇମ୍ପୋର୍ଟାଣ୍ଟ ଷ୍ଟ୍ରାଟେଜି ଭିଡ଼ିଓ ତମମାନଙ୍କ ପାଇଁ ଏଇଟା। ତେଣୁ ପ୍ରଥମରୁ ଶେଷ ଯାଏଁ କଣ କର ଏକୁ ଦେଖ। ତମମାନଙ୍କର କଣ ହେଇଯିବ ଆରାମସେ ହେଇଯିବ। ଯଦି ପିଲାମାନେ ତମମାନଙ୍କୁ ଅଙ୍କନ କଥା କହିବି, ତମମାନଙ୍କୁ ଯଦି ମୁଁ ଅଙ୍କନ କଥା କହିବି ପିଲାମାନେ କେବଳ ତମମାନଙ୍କର ଅନୁଶୀଳନୀ 6A ଏବଂ ଅନୁଶୀଳନୀ 6B, ଅନୁଶୀଳନୀ 6A ଆଉ ଅନୁଶୀଳନୀ 6B, CDEFGHI ଏକୁ ଦେଖିବାକୁ ସବୁ ଯାକ ତମ ପାଖରେ କଣ ନାହିଁ ଟାଇମ ନାହିଁ। ଯଦି ପାରୁଛ ଚତୁର୍ଭୁଜ ମଧ୍ୟ ଦେଖିଦେଇଥିବ ହେଲା। ତମର ଚତୁର୍ଭୁଜ ଅଛି ନା, ଚତୁର୍ଭୁଜକୁ ନେଇ କଣ ଅଛି ତମର ଯୋଉ ଅଛି ଅଙ୍କନ ଅଛି ହେଲା। ଟ୍ରାପେଜିୟମ ପଚାରିଛି, ସାମୁଦ୍ରିକ ଚିତ୍ର ପଚାରିଛି, ଆୟତକ୍ଷେତ୍ର ପଚାରିଛି, ବର୍ଗ ଚିତ୍ର ପଚାରିଛି। ତମକୁ ସବୁ କଣ ପିଲାମାନେ ଚତୁର୍ଭୁଜକୁ ନେଇ କଣ ଅଛି ଚିତ୍ରକର ମୋର ପିଲାମାନେ ଅଙ୍କନ ଅଛି। ମେ ବି ତମର ଅନୁଶୀଳନୀ 6E ପରେ F କିମ୍ବା G ହେଲା। ତା ଚାପ୍ଟରକୁ ନେଇକି ତମର କଣ ଅଛି ପିଲାମାନେ ଚତୁର୍ଭୁଜକୁ ନେଇ ଯୋଉ ଅଙ୍କନ ଅଛି ତାକୁ ବି ତମେ କଣ କରିବ ପିଲାମାନେ ଦେଖିପାରିବ। କିନ୍ତୁ ମ୍ୟାକ୍ସିମମ୍ କହିବି ତମକୁ ଅନୁଶୀଳନୀ 6A ଆଉ କଣ ଅନୁଶୀଳନୀ 6B ଦେଖିକି ଯାଅ ବୋଲି ତମର ପିଲାମାନେ କଣ ଏଥିରୁ ହିଁ ବାଜିଯିବ। ଏଥିରୁ ହିଁ ତମର ବାଜିଯିବ। କାରଣ ଇମ୍ପୋର୍ଟାଣ୍ଟ ନମ୍ବର ସବୁ ଯାକ ପିଲାମାନେ ବଛା ବଛା ଇମ୍ପୋର୍ଟାଣ୍ଟ ନମ୍ବର ଏବଂ ଭଲ ଭଲ କୋର୍ସେସ ତମର କଣ ଅଛି ପିଲାମାନେ ଅନୁଶୀଳନୀ 6A ଆଉ 6B ରୁ କଣ ଆସୁଛି। ବୁଝିପାରିଲ। ଏବେ ଦେଖିବା ତ୍ରିକୋଣମିତି। ଆଚ୍ଛା ତ୍ରିକୋଣମିତି କଥା ମୁଁ ତମକୁ ଯଦି କହିବି ତମର ପ୍ଲାନ୍ କେତେଟା ଚାପ୍ଟର ଆସୁଛି? ଗୋଟେ ଆସୁଛି ତମର 7A ଆଉ ଗୋଟେ ଆସୁଛି କଣ ପ୍ଲାନ୍ 7B ଆସୁଛି। ଗୋଟେ ଆସୁଛି ପ୍ଲାନ୍ କଣ ଅନୁଶୀଳନୀ 7A ଆଉ ଗୋଟେ କଣ ଆସୁଛି ପ୍ଲାନ୍ 7B ଆସୁଛି। ତମମାନଙ୍କୁ ପ୍ଲାନ୍ ମୁଁ ଗୋଟେ ଜିନିଷ କହି ରଖିବି ପ୍ଲାନ୍ ମୋ କଥା ମାନିବ। ଯଦି ତମମାନେ 7B ର ପର୍ଟିକୁଲାର 7B ର ତମମାନେ ଯଦି ପ୍ଲାନ୍ ପର୍ଟିକୁଲାର 7B ର କେବଳ ଗ ବିଭାଗ ପିଲାମାନେ କୋଉ ବିଭାଗ ଗ ବିଭାଗଟେ ଖାଲି ଦେଖିକି ଯାଉଛ ତାହେଲେ ତମକୁ ଆଉ କିଛି ଦେଖିବାକୁ ପଡିବନି। ବୁଝିପାରିଲ। ଯଦି ତମେ ପର୍ଟିକୁଲାର 7B ଚାପ୍ଟର କୋଉ ବିଭାଗ ଗ ବିଭାଗ ଦେଖିବାକୁ କିନ୍ତୁ ତମକୁ ସବୁ ଟେବୁଲ ମନେ ରଖିବାକୁ ପଡିବ। 30 ଡିଗ୍ରୀ କଣ 60 ଡିଗ୍ରୀ କଣ 45 ଡିଗ୍ରୀ କଣ ସବୁ ଜାକ ଟେବୁଲଟା ତମକୁ ମନେ ରଖିବାକୁ ପଡିବ ଆଟଲିଷ୍ଟ ହେଲା। ସାଇନ ର କସ୍ ର ଟ୍ୟାନ ର କଟ୍ ସେକ୍ କୋସେକ୍ ସବୁ ଜାକ ତମକୁ ମନେ ରଖିବାକୁ ପଡିବ। ନହେଲେ ଏକୁ ସମାଧାନ କରିପାରିବ ନାହିଁ। ବୁଝିପାରିଲ ନା। ତମେ ଯଦି ଅନୁଶୀଳନୀ 7B ର ଖାଲି ଗ ବିଭାଗ ଦେଖିକି ଯାଉଛ ତାହେଲେ ତମର କଣ ହେଇଯିବ ପିଲାମାନେ ଏଠି ଲଙ୍ଗ କ୍ୱେଶ୍ଚିନ୍ ପାଇଁ କଣ ତ୍ରିକୋଣମିତିରେ ଆରାମସେ କଣ ବାଜିଯିବ। ନାଇଁ ଯଦି 7A ରେ ଦେଖୁଛ ପର୍ଟିକୁଲାର ମୁଁ କହୁଛି 7A ରେ ଦେଖୁଛ ତାହେଲେ 7A ରେ କିଛି କିଛି ଇମ୍ପୋର୍ଟାଣ୍ଟ ନମ୍ବର ତମକୁ ମୁଁ କହୁଛି। ଇମ୍ପୋର୍ଟାଣ୍ଟ ନମ୍ବର କହିବି ତମକୁ ସେ ଗ ବିଭାଗର କେତେ ନମ୍ବର ପିଲାମାନେ ନା ନମ୍ବର ଲିଖିକି ରଖ 22 ନମ୍ବର 25 ନମ୍ବର 27 ନମ୍ବର 30 ନମ୍ବର। ବୁଝିପାରିଲ କେତେ ନମ୍ବର ହେଲା 22 25 27 30 ହେଲା। 36 37 36 37 38 39 କିନ୍ତୁ ଏଇ ଭିତରୁ ପିଲାମାନେ ଇମ୍ପୋର୍ଟାଣ୍ଟ ହେଲା କୋଉଟା 37 38 39 ତମେ ଜାଣିପାରୁଛ ନା ଜାଣିପାରୁଛ 37 38 39 କଣ ରହିବ ତମର ପାଇଁ କଣ ମ୍ୟାକ୍ସିମମ୍ ଇମ୍ପୋର୍ଟାଣ୍ଟ ରହିବ କୋଉଟା ଅନୁଶୀଳନୀ 7A ର। ଆଉ ଯଦି ଅନୁଶୀଳନୀ 7B କଥା ମୁଁ ତମକୁ କହିବି କେବଳ ଗ ବିଭାଗ ଦେଖିକି ଗଲେ କଣ ହେଇଯିବ ତମର ପିଲାମାନେ ଏଥିରୁ ବାଜିଯିବ। କଣ ହେଇଯିବ ବାଜିଯିବ। ଏବେ ଆସ ତମର ପରିମିତି। ପରିମିତି କଥା ତମକୁ ଯଦି କହିବି କେବଳ 5F ଦେଖି ଯାଇପାରିବ ପିଲାମାନେ କେବଳ 5F ତମର କଣ ଅଛି ଘନ ବସ୍ତୁ ଯୋଉ ଅଛି କଣ ଅଛି ତମର ଯୋଉ ଘନ ବସ୍ତୁକୁ ନେଇକି ଅଛି ପିଲାମାନେ କଣ ଅଛି ପିଲାମାନେ ଘନ ବସ୍ତୁକୁ ନେଇକି ଅଛି ଅନୁଶୀଳନୀ 5F ହେଲା। ତ ଏଥିରୁ ଗୋଟେ କ୍ୱେଶ୍ଚିନ୍ ତମର କଣ ହେଇଯିବ ନିହାତି ବାଜିଯିବ। ଆଉ ସବୁ ଯାକ ଏକ୍ସାମ୍ପଲ ଦେଖିବ ପିଲାମାନେ ଯେତକ ବି ଏକ୍ସାମ୍ପଲ ଅଛି ତମର ଅନୁଶୀଳନୀ 5F ର ଯେତକ ବି କଣ ଅଛି କ୍ୱେଶ୍ଚିନ୍ ଆନ୍ସର ଅଛି ଏବଂ ତମର ପିଲାମାନେ ଯେତକ ବି କଣ ଅଛି ଏକ୍ସାମ୍ପଲ ଅଛି ସବୁ ଯାକ ପିଲାମାନେ କଣ ଯଦି ଦେଖିକି ଯାଉଛନ୍ତି ତାହେଲେ ତମର କଣ ହେଇଯିବ ପରିମିତିରେ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ କଣ ହେଇଯିବ ପିଲାମାନେ ନିହାତି ଭାବେ କଣ ହେଇଯିବ ବାଜିଯିବ। ନିହାତି ଭାବେ କଣ ହେଇଯିବ ବାଜିଯିବ। ଏବେ ଦେଖିବା ତମଙ୍କର ଉପପାଦ୍ୟ। ଉପପାଦ୍ୟ କଥା ମୁଁ ଯଦି କହିବି ତମର ଉପପାଦ୍ୟ କଣ କରିବ ରେଖା ଆଉ କୋଣ ଅଛି ପିଲାମାନେ କଣ ଅଛି ପିଲାମାନେ ରେଖା ଆଉ କୋଣ। ରେଖା ଆଉ କୋଣ ତମ ଉପାଦାୟ କେତେ ଅଛି ପିଲାମାନେ ଉପାଦାୟ 2 ରୁ ଆରମ୍ଭ କରିକି ଉପାଦାୟ 3 ଉପାଦାୟ ଇମ୍ପୋର୍ଟାଣ୍ଟ କୋଣ ମୁଁ କହୁଛି ଉପାଦାୟ 2 ଇମ୍ପୋର୍ଟାଣ୍ଟ ହେଲା। ଉପାଦାୟ 2 ହଉଛି ଇମ୍ପୋର୍ଟାଣ୍ଟ। ଉପାଦାୟ ତମର ଯୋଉ ଏକାନ୍ତର କୋଣ ଅଛି ଅନୁରୂପ କୋଣ ଅଛି ଏକପାର୍ଶ୍ୱ ସନ୍ତସ୍ଥ କୋଣ ଅଛି। ତେଣୁ କହିବି ଯଦି ଓଭରଅଲ ମୁଁ କହିବି ଇମ୍ପୋର୍ଟାଣ୍ଟ ଅଛି ସହଜ ବି ଅଛି ରେଖା ଆଉ କୋଣ ହେଲା। ରେଖା ଆଉ କୋଣ ରେଖା ଆଉ କୋଣକୁ ପିଲାମାନେ କଣ ଦେଖିକି ଯାଇପାରିବ କଣ ଉପାଦାୟ ପାଇଁ। ନେକ୍ସଟ ଆଉ ଗୋଟେ ଚାପ୍ଟର ହେଲା କଣ ପିଲାମାନେ ଚତୁର୍ଭୁଜ। କଣ ପିଲାମାନେ ଚତୁର୍ଭୁଜ ତାକୁ ବି କଣ ଚାହିଁବ ତମେ ଦେଖିବାକୁ ଚାହୁଁଛ ଉପାଦାୟ ତାକୁ କଣ ସବୁ ଜାଗା ଦେଖିକି ପଡିବ। ଏତିକି ଉପାଦାୟ ତମେ ଦେଖିକି ପଳଉଛ ତାହେଲେ ତମର କଣ ତ୍ରିଭୁଜ ସର୍ବସମତା ଏବଂ ତମର କ୍ଷେତ୍ରଫଳ ମାନେ କଣ ଟପିକ ଭିତରୁ ତମର କଣ ଉପାଦାୟ ଆସେନି ନେ ପର୍ଟିକୁଲାର ଆସେନି। ଆଉ ଆସିଲେ ବି କଣ ତା ଆମର କଣ ଯାହା ପଡିଯିବ ଏଇ ବି ଭିତରୁ କଣ ପଡିଯିବ। ଯେକୌଣସି ଦିଟା ପର୍ସନକୁ ଦେଖିକି କଣ ଦିଟା ପର୍ସନକୁ ଆମେ ଛାଡ଼ିପାରିବା। ତେଣୁ ମୁଁ ଜାଣିଛି ତମ ଟ୍ୟାଲେଣ୍ଟେଡ ପିଲା ଅଛ ଭଲ ପିଲା ଅଛ ତମେ କଣ ତ୍ରିଭୁଜ ସର୍ବସମତା ଦେଖିକି ଯାଅ କିନ୍ତୁ ମୁଁ ମ୍ୟାକ୍ସିମମ୍ ପିଲାଙ୍କୁ କହିବି ପ୍ଲାନ୍ ତମେ ତ୍ରିଭୁଜ ସର୍ବସମତା ଏବଂ କଣ କ୍ଷେତ୍ରଫଳକୁ ତମେ ଛାଡ଼ିପାରିବ। ଚତୁର୍ଭୁଜକୁ ତମେ ନିହାତି ଦେଖିକି ଯାଅ ଏବଂ ରେଖା ଗଣଟା ବହୁତ ସହଜ ହିଁ ଅଛି ସେଥିରୁ କଣ ଆମର ଉପାଦାୟ ଆସିଯାଏ। ବୁଝିପାରିଲ ପିଲାମାନେ ବୁଝିପାରିଲ ବୁଝିପାରିଲନି। ଏବେ ଆସିଲା ପ୍ଲାନ୍ ତମର ଡିଡକ୍ସନ କଣ ଆସିଗଲା ଡିଡକ୍ସନ।
पिला माने पर्टिकुलर जब तुमको डिडक्शन कथा कहबी पर्टिकुलर पिला तुमको जब कौन कहबी डिडक्शन कथा कहबी डिडक्शन पे गोटे काम कर डिडक्शन पे पिला गोटे काम कर तुम पिला फाइनल कथा तुमको कहूँ टोटाल डिडक्शन जब काउंटिंग करबा ना माने केते डिडक्शन अछि ता हिसाब नाही पर्टिकुलर बुझियो बुझियो केवल पिला तुम पास जे कोन टेस्ट पेपर अछि जे कोन टेस्ट पेपर अछि जे कोन टेस्ट पेपर अछि आ टेस्ट पेपर तुम जतक प्रीवियस क्वेश्चन अछि जतक भी पिला कौन अछि प्रीवियस क्वेश्चन अछि जेमि तुम 2025 हेगला 2024 हेगला 2023 हेगला अछि ना अछि तो सेही प्रीवियस क्वेश्चन माने तुमको से एनुअल एग्जाम रे तुमको एनुअल एग्जाम रे जतक भी कौन सिबा वार्षिक परीक्षा जतक भी कौन सी डिडक्शन आसी जो 7-8 डिडक्शन कौन तुमको पकेछि गोटे वर्ष केता डिडक्शन पकेबो दीटा पकेबो ता भीतर हम कोन करबा गोटे करबा 25 दीटा पकेला 24 दीटा पकेला 23 दीटा पकेला 22 दीटा पकेछि 21 दीटा पकेछि तो एई भली कोन करबो प्लान 10 टा डिडक्शन कौन प्लान प्रैक्टिस करि जाओ 10 टा इंपोर्टेंट डिडक्शन कोन करि जाओ प्रैक्टिस करि जाओ ताकू छाडी प्लान कोन करबो तुमको जो प्रोबेबली कोन चांसेस अछि ए वर्ष पढिबार चांसेस जो अछि कोन ए वर्ष पढिबार तुमको कौन टेस्ट पेपर मटर कौन ताकू दे देछि जे संभाव्य प्रश्न उत्तर प्लान कौन तुम चलित वर्ष एनुअल एग्जाम पे कौन तुम से देथिबो ताकू भी प्लान कौन कर प्रैक्टिस कर जाओ तो फाइनल तुम केते डिडक्शन प्रैक्टिस कर जिवो ना जदी 20 डिडक्शन कौन कर जाओ प्रैक्टिस कर जाओ ना ताल तुमरो कौन हो जिवो प्लान आराम से डिडक्शन तुमरो कौन बाजी जिवो आराम से डिडक्शन बाजी जिवो मु डिडक्शन तुमको कहयार उद्देश्य होला कौन सेथि भाई डिडक्शन ना तुम डिडक्शन भाई कौन करनी जमा भी एफर्ट टाइम अधिक दियोनी काहे एफर्ट टाइम दियोनी अधिक पिलाने काहे एफर्ट और टाइम दबनी पिलाने काहे दबनी देखो तुमको डिडक्शन रे तुम डॉक्टर लिखि रोच है ब्राह्मण लिखि रोच जब किसी अंकन जब कर अंकन जब लिखि रोच क्वेश्चन ताको भल से रिडिंग कल डॉक्टर ठीक से लिखिल जे एई त्रिभुज रे एटा होचे एटा एई भाव एति दिछि या देछि एति कि किछि भी का हम जहा देछि लिखिया को ब्राह्मण जेरा प्रमाण कर हम पचारछि हम जहा प्रमाण करबा हैला बा हम किसी समाधान कर चाहू जे हैला हम कोन ताको अंकन तुम जदि सेल्फ रे किछि कोन कल अंकन जदि कल तो करिके तुम कोन करबो जदि तुम डायग्राम टे खाली करदछ जदि कोन करछ डायग्राम टे करदछ तो मार्किंग प्रोसीजर हिसाब रे तुम एति केते मार्क पाइजिवो 2.5 मार्क पाइजिवो केते मार्क पाइजिवो प्ला माने 2.5 मार्क पाइजिवो केही भी तुम स्कूल रे पिला माने को टीचर भी तुम कोन करबेनी 2.5 मार्क रो हाफ टे भी काटि परिबे नाही हाफ टे भी काटि परिबे नाही तो सेति भाई डिडक्शन को माने कोन रखिबो ना सबले शेष रखिबो डिडक्शन को रख पिला माने सब शेष रख तुम खाली कांसेप्ट बुझी पाइलो एति खाली क्रिया स्तरी तुमर को प्ला माने 2.5 मार्क तुम इजीली पाइजिवो तुमर को बास जेति कहली ज्योमेट्री त्रिकोणमिति परिमिति तुमर कोन कहली पिला माने मु उपाध्याय कहली मु हमर कोन कहली अंकन कहली ताकू कोन कर प्रैक्टिस करके आराम से जाओ तुम प्ला माने 9 क्लास एग्जाम एनुअल एग्जाम रे आराम से कहबो ए भले क्वेश्चंस कोन बाजी बुझियला ना तो तुम पिला माने एरा थिला मोर फर्स्ट सेक्शन थिला पिला माने तुम कोन बुझेली 9 क्लास रे हमर एनुअल एग्जाम रे मैथमेटिक्स पई ज्योमेट्री रो किछि इंपोर्टेंट क्वेश्चंस ता पर सेक्शन रे तुम पिला माने आउट वीडियो मान आसीबी सेथे हम कोन डिस्कशन करबा टोटल अलजेब्रा तुमको अनुसूनी 1 8 आरंभ करी तुमको पिला माने शेष चैप्टर आसेला परिसंख्यान ता मध्य तुमको जितक भी तुम कौन अच्छी पे जितक भी कौन अच्छी इंपोर्टेंट क्वेश्चंस इंपोर्टेंट नंबर अच्छी सब जाक तुमको पर्टिकुलर गोटे गोटे देवी पे तेणु चैनल को सब्सक्राइब कर सब्सक्राइब कर रख चैनल को सब्सक्राइब कर रख पे तुम 10 क्लास तुम पे ए टू जेड कर सब जाक क्लास आम कौन करवा ये आम कौन ये चैनल पाइपर ये चैनल पाइपर तेणु सब्सक्राइब कर रख पिला माने एबे सब्सक्राइब कर रखले तुम मानक भाई आगो कौन फ्यूचर पे बेनिफिट पाइब ही पाइब थैंक यू पिला माने थैंक यू सो मच निहारी भाबे तुम कौन एनुअल एग्जाम को कौन नथिबो टेंशन नथिबो 9 क्लास एनुअल एग्जाम को टेंशन थाई कि प्लान नथाय ना टेंशन नथिबो किंतु 9 टिके ना कौन फोकस रख 9 क्लास टिके ना कौन फोकस रख न तुम सेही सीरियसनेस जदी कौन होला 10वीं क्लास पळेला ना 10वीं क्लास कौन हो प्लान तुम फसी जीवो तेणु एबेठु कौन प्लान टिके ना को जोरदार कौन लागी पाठ पढ़ियो 8 10 दिन कौन पाठ पढ़ियो तापर कौन हो आम 10 क्लास जीवा एंड नेक्स्ट प्रिपरेशन कौन 10 क्लास करवा थैंक यू प्लान थैंक यू सो मच वीडियो देखि दिवारु जदी चैनल को सब्सक्राइब कर रख थैंक यू सो मच